ପୁରୀର ଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ଅଯୋଧ୍ୟା ରାମ ମନ୍ଦିରର ଏକ ଚମତ୍କାର ପ୍ରତିକୃତି ନିର୍ମାଣ କରିଛନ୍ତି। ଏହି କଳାକୃତିଟିକୁ ସମ୍ପୂର୍ଣ୍ଣ କରିବାକୁ ଶାଶ୍ୱତଙ୍କୁ 6 ଦିନ ସମୟ ଲାଗିଛି। ଅଯୋଧ୍ୟା ଶ୍ରୀରାମ ମନ୍ଦିରର ପ୍ରତିରୂପ ନିର୍ମାଣ ପାଇଁ ବ୍ୟବହୃତ ହୋଇଛି 936ଟି ଦିଆସିଲି କାଠି, 7 ସେଣ୍ଟିମିଟର ଓସାର ଓ 14 ସେଣ୍ଟିମିଟର ଲମ୍ବର। ଏହି କଳାକୃତିରେ ଦିଆସିଲି କାଠିଗୁଡ଼ିକ ଅତି ଯତ୍ନର ସହ ବ୍ୟବହାର କରାଯାଇଛି। ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଶାଶ୍ୱତ ଏହି କଳାକୃତି ମାଧ୍ୟମରେ ସମସ୍ତ ରାମ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବରୁ ଶାଶ୍ୱତ ଦିଆସିଲି କାଠିରେ ବହୁ କଳାକୃତି ନିର୍ମାଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ରାମ ମନ୍ଦିରର ପ୍ରତିରୂପ ନିର୍ମାଣରେ ତାଙ୍କର ସୃଜନଶୀଳତା ପରିସ୍ଫୁଟ ହୋଇଛି। ଜୟ ଜଗନ୍ନାଥ। ମୁଁ ଶାଶ୍ୱତ ରଞ୍ଜନ ସାହୁ ପୁରୀରୁ। ମୁଁ ଡିଏସ୍ଏଲ୍ କାଠି ଦ୍ୱାରା ପ୍ରଭୁ ଅଯୋଧ୍ୟା ଧାମରେ ନିର୍ମାଣାଧୀନ ରାମ ମନ୍ଦିର ପ୍ରସ୍ତୁତ କରିଛି। ଏଥିପାଇଁ ମୋତେ ସମୁଦାୟ 6 ଦିନର ସମୟ ଲାଗିଛି। ଏଥିରେ ସମୁଦାୟ 936ଟି ଡିଏସ୍ଏଲ୍ କାଠି ବ୍ୟବହାର ହୋଇଛି। ଏହାର ଲମ୍ବ 14 ସେଣ୍ଟିମିଟର ରହିଥିବା ବେଳେ ଏହାର ପ୍ରସ୍ଥ 7 ସେଣ୍ଟିମିଟର ରହିଛି। ଏହାକୁ ନିର୍ମାଣ କରିବାକୁ ମୋତେ ସମୁଦାୟ 6 ଦିନର ସମୟ ଲାଗିଥିଲା। ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ଧାମରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ରହିଛି ଏବଂ ତା ମଧ୍ୟରେ ମୁଁ ବି ନିଜକୁ ସାମିଲ କରିଛି। ନିଜ କଳାକୃତି ମାଧ୍ୟମରେ କିଛି ଭିନ୍ନ ଓ ଅନୋଖା କରିବାକୁ ଯାଇ ମୁଁ ଏହାକୁ ନିର୍ମାଣ କରି ପ୍ରସ୍ତୁତ କରିଛି ଏବଂ ସମସ୍ତ ରାମ ଭକ୍ତଗଣଙ୍କୁ ଦେଶରେ ସ୍ୱାଗତ ଶୁଭେଚ୍ଛା ଜ୍ଞାପନ କରିବାକୁ ଯାଉଛି।